ପିଲାମାନେ ଆଜି ଆଲୋଚନା କରିବା ତୃତୀୟ ୟୁନିଟ୍ର 2 ଚାପ୍ଟର ବିଷୟରେ, ଯେଉଁଗୁଡ଼ାକି 2024ରୁ 2016 ଭିତରେ କୋଶ୍ଚିନ୍ ପଡ଼ିଛି। ଅର୍ଥାତ୍ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, 24ଟି ପ୍ରଶ୍ନ ଆମେ ଆଲୋଚନା କରିବା। ତା ସହିତ ଏହି ବର୍ଷ ପଢ଼ିବାକୁ ଯାଉଥିବା କିଛି ସିଲେକ୍ଟେଡ୍ କୋଶ୍ଚିନ୍ ମଧ୍ୟ ସର୍ଟରେ ମଧ୍ୟ ଆଲୋଚନା କରିବା। ପ୍ରଥମ କୋଶ୍ଚିନ୍ ହେଉଛି, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତି ନିର୍ମାଣ ପ୍ରକ୍ରିୟା ପ୍ରତି ଏକ ଆହ୍ୱାନ ନୁହଁ? ଆହ୍ୱାନ ନୁହଁ ଆମେ ଜାଣିଛେ। ଯଦି ଆମେ ଆଲୋଚନା କରିବା ତାହେଲେ ଏହାର ଆହ୍ୱାନ ହେଉଛି ଜାତୀୟତାବାଦ, ସାମ୍ପ୍ରଦାୟିକବାଦ, ଆଞ୍ଚଳିକବାଦ। ଏଇଟା ନୁହଁ, ତାର ଆନ୍ସର ହେଉଛି କି ଏଇଟା ସାକ୍ଷରତା। ସାକ୍ଷରତା ଅର୍ଥାତ୍ ଶିକ୍ଷାର ବ୍ୟବହାର ବୃଦ୍ଧି, ଶିକ୍ଷାଗତ କରିବା। ଦ୍ୱିତୀୟ କୋଶ୍ଚିନ୍, କେଉଁ ଆନ୍ଦୋଳନରେ ସୁନ୍ଦରଲାଲ ବହୁଗୁଣା ନେତୃତ୍ୱ ନେଇଥିଲେ? ସୁନ୍ଦରଲାଲ ବହୁଗୁଣା ଭଲ ପରିଚିତ ନା। ସୁନ୍ଦରଲାଲ ବହୁଗୁଣା ଯଦି ଆମେ କହିବା ଚିପ୍କୋ ଆନ୍ଦୋଳନ ନେତୃତ୍ୱ ନେଇଥିଲେ। 3 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିକ ଭୂମିପୁତ୍ର ନୀତି ସମର୍ଥନ କରେ? ଅର୍ଥାତ୍ ଇଏ ଗୋଟେ ନୀତି, ଭୂମିପୁତ୍ର ନୀତି। ଏ ଭୂମିପୁତ୍ର ନୀତି ଯଦି କହିବେ, ଭୂମିପୁତ୍ରକୁ ନୀତିକୁ ଆଞ୍ଚଳିକବାଦ ସମର୍ଥନ ଦେଇଥାଏ। ଦ୍ୱିତୀୟ ହେଉଛି ଜାତି। ନେକ୍ସଟ ହେଉଛି ଜାତି ଶବ୍ଦଟି କେଉଁ ସ୍ପାନିଶ ଶବ୍ଦରୁ ଆସିଅଛି? ଏହି ଶବ୍ଦ ସ୍ପାନିଶ ଶବ୍ଦ ଆସିବ କାଷ୍ଟା। ଜାତି ପ୍ରଥା, ଜାତି ଶବ୍ଦଟି ସ୍ପାନିଶ ଶବ୍ଦ କାଷ୍ଟା ରହିଛି। ନେକ୍ସଟ ହେଉଛି 5 ନମ୍ବର କୋଶ୍ଚିନ୍। 5 ନମ୍ବର କୋଶ୍ଚିନ୍ ଆମେ ଆଲୋଚନା କରିବା, ନିମ୍ନୋକ୍ତ ମଧ୍ୟରୁ କେଉଁଠି ଗୋଟିଏ ସାମ୍ପ୍ରଦାୟିକବାଦକୁ ପ୍ରୋତ୍ସାହନ କରେ? ସାମ୍ପ୍ରଦାୟିକବାଦକୁ ପ୍ରୋତ୍ସାହନ କିଏ କରେ? ନା ସାମ୍ପ୍ରଦାୟିକବାଦକୁ ପ୍ରୋତ୍ସାହନ କିଏ କରେ? ନା ପ୍ରୋତ୍ସାହନ ଯଦି ଆମେ କହିବା, ସାମ୍ପ୍ରଦାୟିକବାଦକୁ ସଂକୀର୍ଣ୍ଣ ମାନଭାବ ଦୃଷ୍ଟିଭଙ୍ଗୀ କ'ଣ ପ୍ରୋତ୍ସାହିତ କରିଥାଏ। 6 ନମ୍ବର କୋଶ୍ଚିନ୍, ନାରୀମାନେ ବା ନାରୀ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ କ'ଣ? ନାରୀ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳା ବିରୋଧୀ ହିଂସାର ବିଲୋପ। ନେକ୍ସଟ 7 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କେଉଁଟି ରାଷ୍ଟ୍ର ନିର୍ମାଣ ପ୍ରତି ଏକ ଆହ୍ୱାନ? କୋଶ୍ଚିନ୍ ବାରମ୍ବାର ପଡ଼ୁଛି। ରାଷ୍ଟ୍ର ନିର୍ମାଣ ପ୍ରତି କେଉଁଟି ଆହ୍ୱାନ ନେଇଛି? ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ ହେଉଛି ଜାତୀୟତାବାଦ। ଜାତୀୟତାବାଦ ଇଏ ଆହ୍ୱାନ ଅଟେ। ନେକ୍ସଟ କୋଶ୍ଚିନ୍ ଆମେ ପଢ଼ିବା 10 ନମ୍ବର କୋଶ୍ଚିନ୍, ସୁନ୍ଦରଲାଲ ବହୁଗୁଣା କେଉଁ ଆନ୍ଦୋଳନ ନେତୃତ୍ୱ ନେଇଥିଲେ? ସୁନ୍ଦରଲାଲ ବହୁଗୁଣା ଯଦି ଆମେ ଚିପ୍କୋ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ନେକ୍ସଟ ଆମେ ଯେଉଁ ତ କୋଶ୍ଚିନ୍ ଆଲୋଚନା କରୁଛୁ, ଏଇଟା ପ୍ରିଭିୟସ୍ କୋଶ୍ଚିନ୍ ପଡ଼ିଥିଲା। ତେଣୁକରି ଏଗୁଡ଼ା ପଢ଼ିବାରେ ବହୁତ ଆଶଙ୍କା ଅଛି ଏଇ କୋଶ୍ଚିନ୍। ତେଣୁକରି ଏଇ ଭିଡ଼ିଓଟିକୁ ତୁମେ ସ୍କିପ୍ କରିବନି। এই ଭିଡ଼ିଓଟାକୁ ଯେତେ ଦେଖିବ ସେତେ ଭଲ ନଲେଜ ତୁମେ ପାଇପାରିବ। ତେଣୁକରି କୋଶ୍ଚିନ୍ ଗୁଡ଼ାକ ବାରମ୍ବାର ଦେଖିବା ଦ୍ୱାରା ତୁମେ କୋଶ୍ଚିନ୍ ପାଖରେ ପହଞ୍ଚି ପାରିବ ଏବଂ ଆନ୍ସରକୁ ଭଲ ଭାବରେ ଜାଣିପାରିବ। ନେକ୍ସଟ କୋଶ୍ଚିନ୍ ହେଉଛି କ'ଣ? ନାଗଭୂଷଣ ପଟ୍ଟନାୟକ ଓଡ଼ିଶାର କେଉଁ ଆନ୍ଦୋଳନ ନେତା ଥିଲେ? ନାଗଭୂଷଣ ପଟ୍ଟନାୟକ କିଛି ନାଁ ଅଛି, ନାଁ ଗୁଡ଼ା ମନେ ରଖିବାକୁ ପଡ଼ିବ। ନାଁ ଗୁଡ଼ା ବାରମ୍ବାର ପଡ଼ିବ। ଯଦି ନାଗଭୂଷଣ ପଟ୍ଟନାୟକ କଥା କହିବା, ତାହେଲେ ନକ୍ସଲ ଆନ୍ଦୋଳନ ନେତୃତ୍ୱ ନେଇଥିଲେ ବା ନକ୍ସଲ ଆନ୍ଦୋଳନରେ ସେ ସମର୍ଥନ ଯୋଗାଇଥିଲେ। ନେକ୍ସଟ ହେଉଛି 12 ନମ୍ବର କୋଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ କିଏ ଭାରତରେ ସତୀଦାହ ପ୍ରଥା ବିଲୋପ କରିଥିଲେ? ଆମେ ଜାଣିଛୁ ସତୀଦାହ ପ୍ରଥାକୁ ବିଲୋପ କରୁଥିବା ଲୋକ ହେଉଛନ୍ତି ଲର୍ଡ ୱିଲିୟମ ବେଣ୍ଟିକ୍। ୱିଲିୟମ ବେଣ୍ଟିକ୍ ହେଉଛନ୍ତି ଯିଏକି ସତୀଦାହ ପ୍ରଥା ବିଲୋପ କରିଥିଲେ। ରାଜା କିଏ ଥିଲେ? ରାଜା ଯଦି କହିବା ରାମମୋହନ ରାୟଙ୍କ ସମୟରେ। ନେକ୍ସଟ ହେଉଛି ଅରୁନ୍ଧତୀ ରାୟଙ୍କର ନାମ ଲେଖି ଆନ୍ଦୋଳନ ସହିତ ସମ୍ପୃକ୍ତ। ଅରୁନ୍ଧତୀ ରାୟ କିଏ? କେଉଁ ଆନ୍ଦୋଳନ ସିଏ ଯଦି ଆମେ କହିବା ସମ୍ପୃକ୍ତ, ସେ କେଉଁ ଆନ୍ଦୋଳନରେ ଜଡ଼ିତ ହୋଇଥିଲେ? ଯଦି ଆମେ କହିବା ସେମାନଙ୍କ ମଧ୍ୟରୁ ନର୍ମଦା ବଂଶ ଆନ୍ଦୋଳନରେ ତାଙ୍କ ନାଁ ଥିଲା। ଏଇ ନାଁ ଗୁଡ଼ା ଭଲ ମନେ ରଖିବା, କେଉଁ ଆନ୍ଦୋଳନରେ ରିଲେଟେଡ଼ ଥିଲେ। 2021 ମସିହାରେ ପଡ଼ିଥିଲା। ନେକ୍ସଟ ହେଉଛି କ'ଣ? ନିମ୍ନୋକ୍ତମାନଙ୍କ ମଧ୍ୟରୁ କିଏ ଦିଲ୍ଲୀ ଲାହୋର ବସ୍ ସେବା କରୁଥିଲେ? ଦିଲ୍ଲୀ ଲାହୋର ବସ୍ ସେବା କେବେ ହେଇଥିଲା? ନା 1999 ମସିହାରେ ହେଇଥିଲା। କେବେ କିଏ ପ୍ରଧାନମନ୍ତ୍ରୀ ଥିଲେ ସେ ସମୟରେ? ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ। ସେହି ସମୟରେ ଅଟଳ ବିହାରୀ ବାଜପେୟୀ ଥିଲେ କ'ଣ ପ୍ରଧାନମନ୍ତ୍ରୀ? କାହାର? ନା ଭାରତର ଦିଲ୍ଲୀ ଲାହୋର ନେକ୍ସଟ ଯଦି କହିବା ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସଭାପତି କିଏ ଥିଲେ? ନା ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସଭାପତି ଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ ଥିଲେ। ନେକ୍ସଟ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆଞ୍ଚଳିକବାଦର ଲକ୍ଷ୍ୟ ନୁହେଁ? କେଉଁଟି ଆଞ୍ଚଳିକବାଦର ଲକ୍ଷ୍ୟ ନୁହେଁ? ଯଦି ଆମେ କହିବା ତାହେଲେ ଆଞ୍ଚଳିକବାଦର ଲକ୍ଷ୍ୟ କ'ଣ? ସାମ୍ପ୍ରଦାୟିକବାଦର ଲକ୍ଷ୍ୟ କ'ଣ? ଜାତୀୟତାବାଦର ଲକ୍ଷ୍ୟ କ'ଣ? ଏଇଟା ଭଲକି ପଢ଼ିଥିବ, କାରଣ ଏଥିରୁ କୋଶ୍ଚିନ୍ ଆସିବ ସପ୍ତାହୀ। ଇଏ ବି 2020 ମସିହାରେ ପଡ଼ିଥିଲା ଏସେଟ୍ରେ। ଯଦି ଆମେ କହିବା ଭୂମିପୁତ୍ର ନୀତି, ୟେସ୍। ଭୂମିପୁତ୍ର ଅଞ୍ଚଳ ଲକ୍ଷ୍ୟ। ସ୍ୱତନ୍ତ୍ର ରାଜ୍ୟ ପାଇଁ ୟେସ୍। ଧାର୍ମିକ ଆତଙ୍କବାଦ ନୋ, ୟେସ୍।
ତେଣୁକରି ଏଉଟା ହେବ ଯଦି ଆନ୍ସର୍ ଆମର ହେବ। କେଉଁଟା ନୁହଁ ପଚାରିଛି, ଧାର୍ମିକ ଆତଙ୍କବାଦ ହେବ ନାହିଁ। ଧାର୍ମିକ ଆତଙ୍କବାଦ ଆତ୍ମବାଦରେ ବିଭକ୍ତି ହେଇଛି, ତା ଭିତରେ ସେ ଅନ୍ୟଟି, କିନ୍ତୁ ସେ ଆଞ୍ଚଳବାଦରେ କୌଣସି ନାହିଁ। ସାର୍କ ପ୍ରତିଷ୍ଠା ହେବା ସମୟରେ ଭାରତର ପ୍ରଧାନମନ୍ତ୍ରୀ କିଏ ଥିଲେ? ନା ସାର୍କ ଯେତେବେଳେ ପ୍ରତିଷ୍ଠା ହେଇଥିଲା, ସାଉଥ୍ ଏସିଆନ୍ ରିଜିଓନାଲ୍ କୋଅପରେସନ୍ ହେଇଥିଲା କେତେବେଳେ, ଆଉ ସେହି ସମୟରେ ପ୍ରଧାନମନ୍ତ୍ରୀ ଭାରତରେ ଥିଲେ କିଏ? ନା ରାଜୀବ ଗାନ୍ଧୀ ଥିଲେ। ନେକ୍ସଟ ହେଉଛି କ'ଣ? ନିମ୍ନୋକ୍ତ ମଧ୍ୟରୁ କିଏ ଚିପକୋ ଆନ୍ଦୋଳନ ସହିତ ସମ୍ପୃକ୍ତ ଦେଖାଇବା କୋଶ୍ଚିନ୍ ବାରମ୍ବାର ପଡ଼ିଛି। 4 ବର୍ଷ 2020ରେ ପଡ଼ିଲା, 2021 ପଡ଼ିଲା, 2024 ମଧ୍ୟ ପଡ଼ିଥିଲା। ଏ କୋଶ୍ଚିନ୍ ବାରମ୍ବାରକୁ ଇଗ୍ନୋର କରିବନି, ବାରମ୍ବାର ଦେଖିବାକୁ ପଡ଼ିବ। ତେଣୁ ନେକ୍ସଟ କୋଶ୍ଚିନ୍ କ'ଣ? ଏ ଆନ୍ସର୍ ତୁମେ ଜାଣିଛ, ସୁନ୍ଦରଲାଲ ବହୁଗୁଣା ଥିଲେ। ନେକ୍ସଟ କେଉଁ ମସିହାରେ ମହିଳା ଆୟୋଗ ଗଠନ କରିଥିଲା? ମହିଳା ଆୟୋଗ ଯଦି କହିବା କେଉଁ ମସିହାରେ ଗଠନ କରାଯାଇଥିଲା? 1992 ମସିହାରେ ମହିଳା ଆୟୋଗ ଗଠନ କରାଯାଇଥିଲା। ନର୍ମଦା ଆନ୍ଦୋଳନ ନେତୃତ୍ୱ କିଏ ନେଇଥିଲେ? ନା ନର୍ମଦା ଆନ୍ଦୋଳନ ନେତୃତ୍ୱ ନେଇଥିଲେ ମେଧା ପାଟକର। ନେକ୍ସଟ ହେଉଛି ଭାରତରେ ସତୀଦାହ ପ୍ରଥା କିଏ ଉଚ୍ଛେଦ କରିଥିଲେ? ସତୀଦାହ ପ୍ରଥା କିଏ? ନା ତୁମକୁ ଅଲରେଡ଼ି ମୁଁ କହିଦେଇଛି, ଭାରତରେ ସତୀଦାହ ପ୍ରଥା ଉଚ୍ଛେଦ କିଏ କରିଥିଲେ? ନା ୱିଲିୟମ୍ ବେଣ୍ଟିକ୍ କରିଥିଲେ। এটা ବି କୋଶ୍ଚିନ୍ ପଡ଼ିଥିଲା, এটা ଭେରି ଇମ୍ପୋର୍ଟାଣ୍ଟ। ଯେଉଁ କୋଶ୍ଚିନ୍ ବାରମ୍ବାର ଡିସ୍କସନ୍ ହେଉଛି, କୋଶ୍ଚିନ୍ ଭଲ କି ହେଇଯିବ, ଏଇଥିରୁ ଡାଟା ପଡ଼ିପାରେ। ଇଂରେଜ ଶାସନ ସମୟରେ ବିଭାଜନ ଓ ଶାସନ ନୀତି କାହା ପ୍ରସାର ପାଇଁ ସାହାଯ୍ୟ କରାଯାଇଥିଲା? ନା ବଢ଼ିଆ କୋଶ୍ଚିନ୍। ବୋଲେ ଇଏ ବର୍ତ୍ତମାନ ଆମେ 23ଟା ଆମେ ଆଲୋଚନା କଲେ ଗୁରୁତ୍ୱପୂର୍ଣ୍ଣ କୋଶ୍ଚିନ୍, ଯିଏକି ଏଇ 23ଟା ଭିତରୁ ଆମେ ଆଶା କରିବା ବହୁତ କୋଶ୍ଚିନ୍ ପଡ଼ିପାରେ। ଆମେ ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା ଏଇଥିରେ ପରୀକ୍ଷାରେ କେଉଁ କୋଶ୍ଚିନ୍ ପଡ଼ିପାରେ। ତେଣୁକରି ଏଗୁଡ଼ା ଆଲୋଚନା କଲେ ଆମେ ଭଲ ଭାବରେ ପହଞ୍ଚିପାରିବା। ଏଇ ଯେଉଁ ଆମେ ଆଲୋଚନା କଲେ ଯେଉଁ 23ଟା କୋଶ୍ଚିନ୍, ସେ 23ଟା କୋଶ୍ଚିନ୍ ଭଲ ଭାବରେ ପଢ଼ିଗଲେ ଆମେ ଜାଣିପାରିବା ପ୍ରକୃତିରେ ଆମର କେତେ ଠିକ୍ କେତେ ଭୁଲ ହେଉଛି। ଆମେ କମେଣ୍ଟ ମାଧ୍ୟମରେ କହିବା କେତେ ଭୁଲ, ଆମର କେତେ ଠିକ୍ ହେଉଛି। ସବସ୍କ୍ରାଇବ୍ କଲେ ଏମିତି ଭଲ ଭଲ ବିଷୟ ଆମେ ଆଣିବା, ଯେଉଁଗୁଡ଼ା କି ପରୀକ୍ଷାର ଉପଯୋଗୀ, ଯେଉଁଗୁଡ଼ା ପରୀକ୍ଷାରେ ପଡ଼ିବ ଏବଂ ପରୀକ୍ଷାରେ ପଡ଼ିଲେ ଆମେ ଭଲ ମାର୍କ ରଖିପାରିବା। ତେଣୁକରି ୟୁଟ୍ୟୁବ୍ ଚ୍ୟାନେଲଟିକୁ ଯଦି ଆମେ ସବସ୍କ୍ରାଇବ୍ କରିବା, ତାହେଲେ ଆମେ ଏମିତି ଭଲ ଭଲ ଭିଡ଼ିଓ ଦେଖିପାରିବା। ଏବଂ ଆଗାମୀ ଭବିଷ୍ୟତରେ ଯଦି ଆମ ସାଙ୍ଗେ ଯୋଡ଼ି ହୋଇ ରହିବ, ତାହେଲେ ଆମେ ଶିକ୍ଷାନୀତିରେ ଆମେ ଅନେକ ସୁବିଧା ଦେଇପାରିବା ଏବଂ ସେ ଶିକ୍ଷାନୀତିରେ ଆମ ଜୀବନକୁ ଆମେ ମଧ୍ୟ ଆଗରେ କିଛି ସୁନ୍ଦର ଭାବେ ଗଢ଼ିପାରିବା। ଯଦି ଭିଡ଼ିଓଟି ଭଲ ଲାଗିଛି, ତାହେଲେ ଅଲ୍ ଦି ବେଷ୍ଟ ଆମେ ଲେଖିପାରିବା କମେଣ୍ଟ ବକ୍ସରେ। ଯାହାଫଳରେ ଆମେ ଜାଣିପାରିବା ଆମେ ଯେଉଁ ପରିଶ୍ରମ କରୁଛେ, ଯେଉଁ କୋଶ୍ଚିନ୍ ଆମେ ଆଲୋଚନା କରୁଛେ, ଯାହାଫଳରେ ପିଲାମାନଙ୍କର କିଛି ମଙ୍ଗଳ ସାଧିତ ହୋଇପାରୁଛି।